ଆଉ ଟିକେ ଡାଲେମା ଟିକେ ବଘାରିବୁ, ଟିକେ ଗୁଆ ଘିଅ ପକେଇକି ବଘାରିବୁ। ଲୋସନ ବା ବଘାରୁଛି। ନାଇଁ ସିଏ ବଘାରି ପାରୁନି, ତୁ ଟିକେ ଭଲକି ଗୁଆ ଘିଅ ପକେଇକି ବଘାରିବୁ। ନାଇଁ କରୁଛି। ହଇ ଶୁଣୁ, ଆଉ ଟିକେ ରାତିକି ରଖିଦବୁ ମୋ ପାଇଁ, ମୁଁ ଚକୁଳି ପିଠାରେ ଖାଇବି। ଆଉ କଣ ଇଏ ବତଳ କଦଳୀ, ସାରୁ, ଇଏ ଅମୃତଭଣ୍ଡା, ଝୁଡକ ପକଉଛୁ, ଆଉ ଟିକେ ମାଟି ଆଳୁ କହିଲୁନି ବାପାଙ୍କୁ ଆଣିଥାନ୍ତେ। ମାଟି ଆଳୁ ବାରିରେ ଚାଲୁ ଖୋଳିଦବୁ ନେଇ ଆସିକି। ଖୋଳି ମାଟି ଆଳୁ ନାହିଁ। ତୁ ଖୋଳି କାମ କରିବା କଥା ମତେ କହନା, ମୋ ଦିହ ଭଲ ଲାଗୁନି। କାମ କରିବା କଥା କହିବେନି ୟାକୁ। ଆଉ ବାରିରେ ନଗା ହେଇଛି ଖୋଳିବୁନି, ଏଇନା ବଜାରରୁ କିଲେ କିଣି କଥା କହିଲେ ନେଇ ଆସିବୁ ଯାଇକି। କାମ କରିବା କଥା କହନା, ମୋ ଅଣ୍ଟା ପିଠି ଜଣେ ଦରଜ ସବୁ। ଅଣ୍ଟା ପିଠି ବସି ବସି ଦରଜ ହେଇଯାଉଛି। ଭଣ୍ଡା କାଲି ନେଇଗଲୁ, ଏଇ ଗୋଟାଏ ଫାଟି ଯାଇଥିଲା, ତାକୁ ରଖିଥିଲି। ଗୋଟା ପାରି ପୁରି ଗଛରେ ବନ୍ତଳ କଦଳୀ ପାରିକିରି ଆଣିବନି। ଏଇ କାଲି ଭାଙ୍ଗି ଦେଇଛନ୍ତି, ହନୁ ଚଢିକିରି କଷି କଦଳୀ ସୁଦୁ ଢିରା ଦିଆଯାଇଥିଲା ନଟି କିଛି। ସବୁ ଖାଲି ଟେଷ୍ଟି ଟେଷ୍ଟି ଜିନିଷ ବାରିଘରେ ସବୁ ଅଛି, ଆଣିବାକୁ ତ ତମକୁ କଷ୍ଟ, କରିବାକୁ କଷ୍ଟ, ସବୁ କଷ୍ଟ। ଖାଲି ଗୁଆ ଘିଅ ମାଟି ଆଳୁ କଥା କହୁଛୁ, ସିଏ ଏବେ କୋଉ ତଳେ ପଇଥିବ ଯାଇକି, ତାକୁ ଏବେ ତାଡିକି ବାହା କଲା ବେଳକୁ ମୋ ଅଣ୍ଟା ପିଠି ଆଉ ନଥବ। ତଳେ ନଥବ, ଯୋଉଗୁରାକ ଖୁମ୍ବ ଆଳୁ ସେ ପୁରା ତଳକୁ ପଳେଇ ଯାଇଥାଏ। ଯୋଉଗୁରା ହାତୀ ଭଜିଆ ଗୋଲିଆ ସେଗୁରା ସବୁ ଉପରେ ଥୁଆ ହେଇଥିବ। ହାତୀ ଭଜିଆ ଆଳୁ ବା ତାକୁ ଏଇ ସବୁ ଆସେ, ଯୋଉ ତାକୁ ବାଡିରେ ସେ କଡ ଯାଏଁ ପକେଇ ଦେଇଥିଲି, ଗଛ ମଲାଣି 2 ବର୍ଷ। ସେ ପୁଣି ସବୁ ବର୍ଷ ତାଡ଼ିଲେ ଭଲ ହବନି, 2 ବର୍ଷ 3 ବର୍ଷ ଖୋଳିଲେ ସେ ଏଡେ ବଡଟା ହେଇଥିବ। ସେ ଥାଉ, ଏଇନା ଖୋଳନା, ସୋମବାର ଦଶମୀ ଅଛି ଆଗକୁ ଖୋଳିଆ। ସୋମବାର ଦଶମୀ ଦରକାର ହବ। ଆଉ ମାଟି ଆଳୁ କାହାର ଦରକାର କଣ୍ଟାକ୍ଟ କରିବେ। ଆଉ କଦଳୀ 2 କାନ୍ଦି ଭାଙ୍ଗି ଗଲାଣି, କଦଳୀ ଥିଲା, ସାରୁ ମାଟି ଆଳୁ ଯାହା ଅଛି ସବୁ ଦେଇ ଚାଲ। ରହୁଛୁ ଆଜ୍ଞା।